ମୁଁ ସୁଚିତ୍ରା ମଲ୍ଲିକ, ସରପଞ୍ଚ ନରସିଂହପୁର। 2022 ମସିହାରେ ମୁଁ ଯେତେବେଳେ ସରପଞ୍ଚ ହେଲି, ଯେତେବେଳେ ଦେଖିଲି କି ଯେହେତୁ ମୁଁ ଗୋଟେ ଏଜୁକେଟେଡ୍ ସରପଞ୍ଚ, ମୁଁ ଏଜୁକେସନକୁ ବେଶୀ ପ୍ରାୟୋରିଟି ଦେଲି। ମୁଁ ଚାହିଁଲି କି ମୋ ମାନେ ଯେମିତି ଆମ ସ୍କୁଲରେ ପିଲାମାନେ ଠିକ ସେ ପାଠ ପଢନ୍ତୁ। ମୁଁ ସ୍କୁଲକୁ ମଝିରେ ମଝିରେ ଗଲି, ଦେଖିଲା ବେଳକୁ ଗୋଟେ ଗୋଟେ ପିଲାଙ୍କର ଦିଦି ଜାଗା ନାଁ ଲେଖା ହେଇଛି। ମୁଁ ସେଇଟା ଅପୋଜ କରିବାରୁ ତାପରେ ବିଓ ଆସିଥିଲେ, ସେଇ ସମୟରେ ବିଓ ଆସିଲେ, ଚାଲିଥିଲା। ତାପରେ ତାପରେ ମୁଁ କଣ୍ଟିନ୍ୟୁସଲି ମଝିରେ ମଝିରେ ଯାଏ, ସେଠି ରୋଷେଇ ହୁଏ ନା ଯୋଉ ପୋଷଣ ଆପରେ ସେମାନେ 20 ପିଲା ଆସିଲେ ସେ 80 ପିଲା ପକାନ୍ତି। ସେଟା ମୁଁ ସବୁବେଳେ ଅପୋଜ କରେ। କହୁଛି ଷ୍ଟାର୍ଟିଂରୁ ସାର୍। ତାପରେ ସେ ମାଷ୍ଟର ମତେ ମଝିରେ ମଝିରେ ହାରାସମେଣ୍ଟ କରେ। ମୋ ପାଖରେ ସବୁ ରେକର୍ଡିଂ ଅଛି, ମୋ ପାଖରେ ସବୁ A to Z ରେକର୍ଡିଂ ଅଛି। ସେ ମତେ ଯାହା କହେ, ମତେ ଇନଡାଇରେକ୍ଟଲି କହିବ ସେ ସରପଞ୍ଚକୁ ଅନାସ୍ଥା ଦିଆଯାଇଛି। ଗୋଟେ ଟିଚର ହେଇକି ସରପଞ୍ଚ ସାଙ୍ଗରେ କଣ ଏମିତି କଥାବାର୍ତ୍ତା କରିବ, କହିବ କି ଅନାସ୍ଥା ଦିଆଯାଇଛି। ଆଉ ସେ ତାପରେ ତାପରେ ମୁଁ ଯେତେବେଳେ ଯାଇଥିଲି ଥରେ ଯୋଉ ସ୍କୁଲ ଦେଖିବାକୁ MDM ହଉଛି ନା ନାଇଁ, ସେତେବେଳେ ତାଙ୍କର ସ୍କୁଲରେ ସବୁ ମାନେ ରୋଷେଇବାସ କିଛି ନାହିଁ। ମୁଁ ପଚାରିବାକୁ କହିଲେ ସେ ଭୋଜି ହେଇଥିଲା। ମୁଁ ସେଇଟା ରେକର୍ଡିଂ କରି ବିଓଙ୍କ ପାଖକୁ ଯାଇଥିଲି। ତ ତାପରଦିନ ତା ଭାଇକି ଫୋନ କରିକି ମତେ ଧମକେଇଲା, କାହିଁ ବିଓ ପାଖକୁ ଗଲ, ଏମିତି ମାନେ ମୋ ପାଖରେ ସବୁ ଅଛି ରେକର୍ଡିଂ। ତାପରେ ମୁଁ କାଲି ଗଲା ବେଳକୁ ଆମର ସେଇଠି ଯେହେତୁ ଡାଇରିଆ ଚାଲିଛି, ଆଉ ଆମର ଯୋଉ ମାସ୍ କ୍ଲିନିକ ଚାଲିଛି, ସ୍କୁଲ ଆଗରେ ବି ସଫା ହେଇଛି। ଏବେ ଆପଣ ଚାଲିକି ଦେଖିପାରିବେ ବି, ସ୍କୁଲ ଆଗରେ ସଫା ହଉଥିଲା। ସେଠି ବି ଆମର ନୋଟ କ୍ୟାମେରା ମୁଁ ଫଟୋ ଉଠିଛି, ମୁଁ ୱାର୍ଡକୁ ନେଇକି ମୁଁ ଫଟୋ ଉଠଉଥିଲି। ତାପରେ ମୁଁ ଦେଖିଲି କି ଯେହେତୁ ଡାଇରିଆ ଚାଲିଛି, ସ୍କୁଲଟା ପରିଷ୍କାର ଅଛି ନା ନାଇଁ, ବିଳାସିନୀ ନୋଡାଲ ହାଇସ୍କୁଲ, ନୋଡାଲ ସ୍କୁଲ ହେଲା। ମୁଁ ଯେତେବେଳେ ଗଲି, ମୁଁ ଦେଖିଲି କି ମାନେ ଯାଇକି ଦେଖିଲି କି ମାନେ ସ୍କୁଲଟା ପରିଷ୍କାର ଅଛି ନା, ଦେଖିଲା ବେଳକୁ ଗୋଟେ ଛୁଆ ସେ ଝାଡୁ ଦଉଥିଲା। ମୁଁ ସେ ସାରଙ୍କୁ ପଚାରିଲି, ପରେ ପୁଅ ସାର୍ ଯାହାଙ୍କୁ ପ୍ରଭାସ ସାର୍, ତାଙ୍କୁ ପଚାରିଲି ସାର୍ କଣ ଏଠି ଛୁଆ ମାନେ ଝାଡୁ ଦଉଛନ୍ତି, ଆପଣଙ୍କର ଇନଷ୍ଟ୍ରକ୍ସନ ଥିଲା ସ୍କୁଲ ମାନେ ଖୋଲିବା ପୂର୍ବରୁ ସାନିଟାଇଜର ହବ, ଆଉ ଏଠି କଣ ଛୁଆ ନା, ଛୁଆ କଣ ଘରେ କାମ କରୁନାହାନ୍ତି କି, ଛୁଆ କଣ ଘରେ ଝାଡୁ ଦଉନାହାନ୍ତି? ମୁଁ ତାହେଲେ ଆଜ୍ଞା ତାହେଲେ ଆପଣଙ୍କ ଗାଇଡଲାଇନ ଅଛି ଛୁଆ କରିବେ ତ, ଠିକ ଅଛି। ମୁଁ ତାପରେ ଅଫିସ ଗଲି, ସେଠି ସେ ଆମ ଯୋଉ ଶାରଦା କୁମାରୀ ନାୟକ, ଶାରଦା କୁମାରୀ, ସିଏ ସେଇଠି ବସିଥିଲେ, ତାଙ୍କ ଟିଚର ଜଣେ। ସିଏ ମୁଁ ଯେତେବେଳେ ବସିଲି, ମତେ ସିଏ କହିବା କଥା କି ଏଇଟା ହଉଛି ହେଡମାଷ୍ଟର ସିଟ୍ ଟା। ମୁଁ ଜାଣିନି ଆକ୍ଚୁଆଲି, ଅନ୍ୟନ୍ୟ ବସିଛି। ତାପରେ ହେଡମାଷ୍ଟର 10:15-20ରେ ଆସିଲେ, ଆସିକି ସାଙ୍ଗେ ସାଙ୍ଗେ ମୋ ଫଟୋଟା ଉଠେଇଦେଲେ। ମୁଁ କହିଲି କି ସାର୍ କାହିଁକି ମୋ ଫଟୋଟା ଉଠେଇଲେ? ଇଡିଏଟ ନନସେନ୍ସ, ତୁ କିଏ ଏଠି ବସିଲୁ, ଏଠି କାହିଁ ବସିଛୁ, ତତେ କିଏ ପରମିଶନ ଦେଲା? ଆମ ଅଥରିଟି ହଉଛନ୍ତି ବିଓ, ତୁ କିଏ ଏଠି ପଶିଲୁ? ମତେ ମିସବିହେଭ ଯେତେବେଳେ କଲେ, ମୋ ହଜବେଣ୍ଡ ନଥିଲେ ସେଠି। ମୋ ଯେତେବେଳେ ମୋ ହଜବେଣ୍ଡ ଆସିଲେ ମତେ ଜିପି ଅଫିସକୁ ଆମର ମିଟିଂ ଥିଲା ଆଣିବା ପାଇଁ, ମୁଁ ତାଙ୍କୁ ଡାକିଲି କି ମତେ ଦେଖ ଏମିତି ମିସବିହେଭ କରୁଛି। ତାଙ୍କ ଭିତରେ ଆର୍ଗୁମେଣ୍ଟ ହେଲା। ଆର୍ଗୁମେଣ୍ଟ ହେଲା ପରେ ମୁଁ ମୋ ଜିପି ଅଫିସ ପଳେଇଲି, ମୋ ମିଟିଂ ସାରିକି ମୁଁ ଗୋଟେ ଥାନାରେ କେସ୍ ଦେଇକି ଆସିଲି, ଯେହେତୁ ମୁଁ ଗୋଟେ ଲେଡିଜ ସରପଞ୍ଚ ମତେ ଏମିତି ମିସବିହେଭ କଲା। ତାପରେ ମୁଁ ଇଭିନିଂ ଆୱାରରେ 3ଟା ବେଳେ ମୋର ବିଡିଓଙ୍କ ପାଖରେ କାମ ଥିଲା। ମୁଁ ଗଲାବେଳେ ସେଠି ବିଓ ଅଫିସରେ ଦେଖିଲା ବେଳକୁ ଏ 2 ଜଣ ଛିଡା ହେଇଛନ୍ତି, ଯୋଉ ହେଡମାଷ୍ଟର ଆଉ ପ୍ରଭାସ ସାମଲ, ନା ପ୍ରଭାସ ନାୟକ। ସେ ଛିଡା ହେଇଗଲା ବେଳକୁ ସେ ଅଛନ୍ତି ସେଠି। ମୁଁ ବିଓ ସବୁ A to Z ସବୁ କଥା କହିଲି। ବିଓ ମ୍ୟାଡାମ କହିଲେ ମ୍ୟାଡାମ ଟିକେ କମ୍ପ୍ରମାଇଜ କରିଦିଅନ୍ତୁ। ମୁଁ କହିଲି କମ୍ପ୍ରମାଇଜ ମ୍ୟାଡାମ ମୁଁ କରିପାରିବିନି, ଯେହେତୁ ମାନେ ସେଠି ସ୍କୁଲ ଛୁଆଙ୍କୁ ପାଠ ପଢା ହଉନି, MDM ମିଲ୍ ହଉନି, ସବୁ ମୋ ପାଖରେ ପ୍ରୁଫ୍ ଅଛି। ବିଓଙ୍କ ପାଖକୁ ଦିଦିଟା ବିଓ ଚେଞ୍ଜ ହେଲେଣି, ମୁଁ ଦିଦିଟା ବିଓଙ୍କ ପାଖକୁ ଆସିଛି ଲେଟର ଲେଖିକି, କିଛି ଆକ୍ସନ ନିଆହଉନି। ଡିଓଙ୍କୁ ସବୁ ରେକର୍ଡିଂ ପଠେଇଛି, ଡିଓ ବି କିଛି ଆକ୍ସନ ନଉନାହାନ୍ତି। ଆମେ ଆଉ କମ୍ପ୍ରମାଇଜ କରିପାରିବୁନି, ମୁଁ କହିକି ତାପରେ 7ଟା ବେଳେ ସେ ସେଠି 2 ଜଣ 5ଟାରେ ପ୍ରେଜେଣ୍ଟ ଥିଲେ। ସକାଳୁ ମୋ ସ୍ୱାମୀ ମାଇଲେଣି, ସେତେବେଳେ କାହିଁ ସାର୍ଟ ପ୍ୟାଣ୍ଟ ଦେଖେଇଲେନି କି ଗାଡିରେ ଦେଖେଇଲେନି। ସନ୍ଧ୍ୟା ବେଳକୁ ଭାବି ଚିନ୍ତିକି ଯାଇକି ମୋ ସ୍ୱାମୀଙ୍କ ନାଁରେ, ଯଦି ମୋ ସ୍ୱାମୀ ଗୋଟେ ହାତ ଏମିତି କରିଛନ୍ତି, ଫଟୋ ଉଠିଛି, ମାଡ ଫଟୋଟା କାହିଁ ଉଠିଲାନି? ଆଜିକାଲି ମୋ ଫଟୋ ଯଦି ତମେ ମୋବାଇଲରେ ଉଠେଇ ପାରିଲ, ମୁଁ ସିଟରେ ବସିନି, ମୋ ସ୍ୱାମୀ ମାରୁଛନ୍ତି କାହିଁ ଫଟୋ ଉଠେଇଲନି? ପୁରା ମିଛ ହେଲା। ସେ ଭାବି ଚିନ୍ତିକି ତାଙ୍କ ଗ୍ରୁପ ବନେଇ, ଟିଚର ଗ୍ରୁପ ବନେଇ ଯାଇକି ମୋ ନାଁରେ ଗୋଟେ ଲଗେଇଛନ୍ତି ହେଲା। ଆମ ପାଖରେ